हेलो वेलकम କରୁଛି ମୋର ଆଉ ଗୋଟେ ଭିଡ଼ିଓକୁ। ତ ଆଜି ତ ହେଉଛି ଶନିବାର, ସେଥିପାଇଁ ନା ମୁଁ ସକାଳୁ ଉଠି ପଡ଼ିଛି। ଆଉ ଏଠି କାମ ସାରିକିନା ମୁଁ ବାହାରିଛି ମନ୍ଦିର ଯିବା ପାଇଁ ନା। ସମସ୍ତେ ଖାଲି କହୁଛନ୍ତି କ'ଣ ଟିକେ ସଜବାଜ ହୁଅ। ଆରେ ସଜବାଜ ହେବାଟା ମୋ ପାଇଁ ସମ୍ଭବ ନୁହଁ, କାହିଁକିନା ମୋତେ ସବୁଦିନିଆ ସଜବାଜ ପସନ୍ଦ ନୁହଁ। ତଥାପି ଆଜି ଟିକେ ମନକୁ ବୁଝେଇଲି, ଆଉ ଗୋଟେ ବିନ୍ଦି ଲଗେଇକି ଚାଲିଗଲି ଟିକେ ମନ୍ଦିରରେ ଦେଖୁନାହାନ୍ତି କେତେ ସାରା ଆମ୍ବ ଗଛ, ଆଉ ଆମ୍ବ ବଳ ପୁରା ଭର୍ତ୍ତି। ଏ ବର୍ଷ ଜୋରରେ ଆମ୍ବ ହେବ। ଆଉ ପ୍ରଥମେ ଏଇଠି ପାଦ ଧୋଇ ଦେଇଥିଲି, ଆଉ ବୋଉଙ୍କୁ ମଧ୍ୟ ଏଇଠି ମୁଁ ପାଣି ମାରିଥିଲି, ବୋଉ ପାଦ ଧୋଇଥିଲି ଯେଉଁ ଚାଲି ଚାଲିକି ଆସିଛୁ ଘର ପାଖରୁ। ତ ଏଇଠି ଦେଖନ୍ତୁ ମନ୍ଦିରର ପୁରା ପରିବେଶ ଦେଖୁଛନ୍ତି ତ, ପୁରା ଶାନ୍ତି ପରିବେଶ। ଏଇଠି ପ୍ରଥମେ ଶିବ ମନ୍ଦିରକୁ ଯିବା ପୂର୍ବରୁ ବାସବଳଦେବ ନମସ୍କାର କରିବା, ଆଉ ତାଙ୍କ କାନରେ ତୁମର ମନରେ ଯାହା କିଛି ଥିବ ମନସ୍କାମନା ପୂର୍ଣ୍ଣ କରିବା ପାଇଁ କୁହାଯାଏ। ଏଇଟା ମୁଁ ଶୁଣିଥିଲି, ତ ଏଇଟା ବି ମୁଁ କରିଦେଲି। ତାପରେ ଏଠି ଆସିଥିଲି ନବଗ୍ରହ ପୂଜା କରିବା ପାଇଁ, ନନା ଆମର ପୂଜା କରୁଛନ୍ତି। ତ ମୁଁ ଏଇଠି ବାବାଙ୍କ ନାଁରେ ଗୋଟେ ରାଶି ତେଲ ଲଗାଏ ସବୁଥରକ ଆସିକିନା। ତ ତାପରେ ଧୂପ ଦୀପ ଲଗାଇ ଦେଇଥିଲି। ଆଉ ଏଇଠି ମୁଁ କିଛି ସମୟ ବସିଥିଲି ମଧ୍ୟ। ବୋଉ ସବୁବେଳେ ମୋତେ କହିଛନ୍ତି ଯେ ମନ୍ଦିରକୁ ଯିବୁ ମାନେ କିଛି ସମୟ ନିହାତି ଭଗବାନଙ୍କ ପାଖରେ ବସିବୁ, ତାପରେ ଆସିବୁ। ଏମିତି ଯାଇକି ସାଙ୍ଗେ ସାଙ୍ଗେ ନମସ୍କାର କରିଦେଇ ପଳେଇ ଆସିବୁ। ଆଉ ମୁଁ ସେଇଆ ହିଁ କରିଥିଲି। ଆଉ ଘରକୁ ଆସିକି ଦେଖେ ତ ମାଉସୀ ଆଣିକି ଦେଇଥିଲା ସଜନା ଶାଗ। ଆଉ ଏବେ ତ ଶାଗରେ ସବୁ ଫୁଲ ହେଇଗଲାଣି ନା, ତ ତାକୁ ଭଲ ଲାଗିବ କେମିତି ନା, ତାକୁ ପିଆଜ ଆଉ ଏଠି କଖାରୁ ପକେଇକିନା ଭାଜିଲେ। ତାପରେ ଆଉ କ'ଣ, ସାଙ୍ଗେ ସାଙ୍ଗେ ତ ପଖାଳ ବାଢ଼ିକିନା ନେଇ ଆସିଲି। ଆଉ ଯେଉଁ ଶାଗ ପୁରା ଗରମ ଗରମ ଶାଗକୁ କଞ୍ଚା ଲଙ୍କା ଆଉ ପଖାଳରୁ ପେଟେ ଖାଇଦେଲି। ଆଉ ହଁ, ଆମର ଗୋଟେ ରୋଷେଇ ଘର ବି ପ୍ରସ୍ତୁତ ହେଇଛି, ଯେଉଁଥିରେ କି କେବଳ ଚୁଲିରେ ରୋଷେଇ ହେବ। ଆଉ ବିଶ୍ୱାସ କରିବେନି, ଏବେ ତ ଯେହେତୁ ଖରାଦିନ ଆସିଲାଣି ନା, ଚୁଲିରେ ରୋଷେଇ କାହା ସହିତ ବି କମ୍ପେୟାର କରିହେବନି। ମୋତେ କିନ୍ତୁ ଚୁଲି ରୋଷେଇଟା ବହୁତ ହି ବଢ଼ିଆ ଲାଗେ। ମୋତେ ପୁରା ଖୁସି ଲାଗେ ରୋଷେଇ କରିବା ପାଇଁ ନା। ମୁଁ ପୁରା ଲାଗିପଡ଼ିଛି ରୋଷେଇରେ। ଆଉ ଏ ମୋ ନାଲି ଛୁଆମାନଙ୍କୁ ଦେଖୁଛନ୍ତି ତ କେମିତି ହେଉଛନ୍ତି। ମୁଁ ତାଙ୍କୁ କହୁଛି ରୋଷେଇ ହଉ ଦେବି, ଟିକେ ଧୈର୍ଯ୍ୟ ଧର। ଧୈର୍ଯ୍ୟ ବୋଲି ଜିନିଷ ହିଁ ତାଙ୍କ ପାଖରେ ନାହିଁ, ପୁରା ତ ବ୍ୟସ୍ତ। ଆଉ ଏଇଠି ମୁଁ ବେସନ ଛାଣୁଥିଲି କୋବି ତରକାରୀ କରିବା ପାଇଁ ନା। ଆଜି ପୁରା ରୋଷେଇଟା ଅଧା କାମ ମୋ ହାତରେ ହେଇଗଲା। ଆଉ ତାକୁ ଛାଣିଲି, ଟିକେ ଟେଷ୍ଟ ବି କରିଦେଲି, ବହୁତ ବଢ଼ିଆ ଲାଗିଲା। ବୋଉ ଆମର ରୋଷେଇ କଲେ, ତୁ ପଳା ମୁଁ ଏଠି ରୋଷେଇବାସ କରୁଛି। ମୋ ଟଫିକ୍ କାହାକୁ ନ ପାଇକି ଦେଖୁନାହାନ୍ତି କାଦୁଅ ପଙ୍କରେ ପଶିକି ଦୌଡ଼ିକି ପୁରା ପଳେଇ ଯାଇଛି, ମାନେ ଗଲେ କୁଆଡ଼େ ସମସ୍ତେ। ଇଲୋ ଆସିଲା ତ ଆସିଲା, ଖାଲି ଚାରିଆଡ଼େ ପୋଲିସ କୁକୁର ଭଳିଆ ଶୁଙ୍ଘିକି ଚେକ୍ ଚାକ୍ ସବୁ କରି ପକଉଛି। ଆଉ ଏଇଠି ଆମର ବାପା ଖାଇ ପିଇ ସାରିଲେଣି। ଆଉ ଖାଇ ପିଇ ସାରିକି ନେଇକିନା ରହୁଛନ୍ତି ମୋ ନାଲି ଛୁଆମାନଙ୍କୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।